ପ୍ରକୃତିରେ ଯେମିତି ଦିନ ପରେ ରାତି, ରାତି ପରେ ଦିନ ଆସୁଛି ନା, ମଣିଷ ଜୀବନରେ ସେମିତି ଦୁଃଖ ଆଉ ସୁଖ, ଦୁଃଖ ପରେ ସୁଖ ଆସେ, ସୁଖ ପରେ ଦୁଃଖ ଆସେ। ଏମିତି କେହି ନାହାନ୍ତି ଯେ କାହା ଜୀବନରେ ଦୁଃଖ ଆସିନି। କିନ୍ତୁ ଯେତେବେଳେ ଦୁଃଖ ଆସେ ନା, ମଣିଷକୁ କହନ୍ତି ବସ୍ତୁ ଦୋଷ, ଗୃହ ଦୋଷ, ପିତୃଦୋଷ, ଶନି ଦଶା, ରାହୁ ଦଶା ଇତ୍ୟାଦି ଇତ୍ୟାଦି। ମୋ ମତରେ ଏସବୁ ସବୁ ମନର ଭ୍ରମ। କୌଣସି ଦୋଷ ଫୋଷ କିଛି ନାହିଁ। ହଁ, ମୁଁ ଏତିକି କହିବି, କିଛି କର୍ମ ପାଇଁ ତମେ ବର୍ତ୍ତମାନ ଭୋଗିଥାଅ, ଆଉ କିଛି କର୍ମ ପାଇଁ ତମେ ଯଦି ସେ କର୍ମ ପୂରଣ ନ କରି କିମ୍ବା କିଛି କୁକର୍ମ କରିଛ, ମରିଗଲ, ସେ କର୍ମ ବାକିଆ ଯେଉଁ ଭୋଗିବାର ଅଛି ପରଜନ୍ମରେ ଭୋଗନ୍ତି ଲୋକଙ୍କ ମତରେ। ବୋଧହୁଏ ମୋ ମତରେ, ମୁଁ ଭାବୁଛି ସେଇଟା ଠିକ୍। କିନ୍ତୁ ଏ ଦୋଷ ଫୋଷ, ଆର ଦୋଷ ତାର ଦୋଷ ନ ଦେଇ, ଦୁଃଖ ସମୟରେ ବିଚଳିତ ନ ହୋଇ ତୁମର କାର୍ଯ୍ୟ ଆଉ କର୍ମ ଉପରେ ଯଦି ଅଧିକ ଧ୍ୟାନ ଦେବ, ତାହେଲେ ସେ ସମୟଟା ନିଶ୍ଚୟ ପାରି ହେଇଯିବ, ଦୁଃଖ ବି ଦୂର ହେଇଯିବ। ଏଇ ତ ନିୟତିର ନିୟମ।